ସୁକିନ୍ଦାଗଡ଼ରେ ନିଆରା ବାସି ବାହୁଡ଼ା ରଥଯାତ୍ରା ମହା ଆଡ଼ମ୍ବରରେ ଅନୁଷ୍ଠିତ। ପ୍ରବଳ ଭକ୍ତ ସମାଗମ। ଆଜି ପବିତ୍ର ବାସି ବାହୁଡ଼ା ରଥଯାତ୍ରା ଅବସରରେ ସୁକିନ୍ଦାଗଡ଼ରେ ଚତୁର୍ଦ୍ଧାମୂର୍ତ୍ତି ରଥାରୂଢ଼ ହୋଇ ରବିବାର ସନ୍ଧ୍ୟା 6 ଘଟିକା ସମୟରେ ସୁକିନ୍ଦାଗଡ଼ସ୍ଥିତ ଜଗନ୍ନାଥ ମନ୍ଦିର ନିକଟରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ରଥ ପହଞ୍ଚିଥିଲା। ସମସ୍ତ ସ୍ଥାନରେ ହେଉଥିବା ରଥଯାତ୍ରାଠାରୁ ସୁକିନ୍ଦାଗଡ଼ ରଥଯାତ୍ରା ଭିନ୍ନ ଓ ନିଆରା। ପୁରୁଣା ପରମ୍ପରା ଅନୁଯାୟୀ ସୁକିନ୍ଦାଗଡ଼ରେ ବାହୁଡ଼ା ଦିନ 4 ଠାକୁରଙ୍କୁ ପହଣ୍ଡି କରାଯାଇ ରଥାରୂଢ଼ କରାଯାଏ। ବିଧି ଅନୁସାରେ ସମସ୍ତ ପୂଜାର୍ଚ୍ଚନା ପରେ ସୁକିନ୍ଦାଗଡ଼ର ରାଜାସାହେବ ଭୂଦେବ ଭୂପତି ହରିଚନ୍ଦନ ମହାପାତ୍ର ଛେରାପହଁରା କରିଥାନ୍ତି। ପରେ ବାହୁଡ଼ା ଦିନ ରଥକୁ ଥରେ ମାତ୍ର ହାତେ ରଥ ଟଣାଯାଇଥାଏ। ବଡ଼ଦାଣ୍ଡରେ ରଥ ଉପରେ ଠାକୁର ରହିଥାନ୍ତି। ଭକ୍ତମାନେ ଠାକୁରଙ୍କୁ ରଥ ଉପରେ ଦର୍ଶନ କରିବାର ସୁଯୋଗ ପାଇଥାନ୍ତି। ବାହୁଡ଼ା ପରଦିନ ଆଜି ରବିବାର ଦିନ ଭକ୍ତମାନେ ରଥକୁ ଟାଣି ସୁକିନ୍ଦାଗଡ଼ ଜଗନ୍ନାଥ ମନ୍ଦିର ନିକଟକୁ ନେଇ ଆସିଥିଲେ। ଦ୍ୱିତୀୟ ଦିନରେ ପ୍ରବଳ ଭକ୍ତ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା। ଦୀର୍ଘ ବର୍ଷ ପରେ ଚଳିତ ବର୍ଷ ସୁକିନ୍ଦାଗଡ଼ରେ ସମ୍ପୂର୍ଣ୍ଣ ରଥ ନୂତନ ଭାବେ ନିର୍ମାଣ ହୋଇଛି। ସେଥିପାଇଁ ଚଳିତ ବର୍ଷ ଭକ୍ତଙ୍କ ଭିତରେ ଆନନ୍ଦ ଦେଖାଦେଇଛି। ରବିବାର ଦିନ ସୁକିନ୍ଦାଗଡ଼ରେ ବାସି ବାହୁଡ଼ା ରଥଯାତ୍ରାରେ ପ୍ରବଳ ଭକ୍ତ ଗହଣରେ ମନ୍ତ୍ରୀ ଡକ୍ଟର ପ୍ରଦୀପ ବଳ ସାମନ୍ତ, ପୂର୍ବତନ ମନ୍ତ୍ରୀ ଇଞ୍ଜିନିୟର ପ୍ରୀତିରଞ୍ଜନ ଘଡ଼ାଇ, ଜିଲ୍ଲା ପରିଷଦ ପ୍ରତାପ କେଶରୀ ପଟ୍ଟନାୟକ, ଯୁବନେତା ସବ୍ୟସାଚୀ ବଳ ସାମନ୍ତ ଓ ଅନେକ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରି ଆଶୀର୍ବାଦ କାମନା କରିବା ସହିତ ରଥ ଟାଣିବାର ସୌଭାଗ୍ୟ ଲାଭ ଅର୍ଜନ କରିଥିଲେ। ଦେବୋତ୍ତର ବିଭାଗ ମୁଖ୍ୟ ତଥା ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ, କଳିଙ୍ଗନଗର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁପ୍ରସନ୍ନ ମଲ୍ଲିକ ପ୍ରମୁଖ ନିଜେ ଉପସ୍ଥିତ ରହି ରଥ ପରିସ୍ଥିତି ଓ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଅନୁଧ୍ୟାନ କରିଥିଲେ। ସୁକିନ୍ଦା ଥାନାର ଭାରପ୍ରାପ୍ତ ଅଧିକାରୀ ବିଲ୍ୱମଙ୍ଗଳ ସେଠୀ ଓ 7 ଜଣ ଏସ୍ଆଇଙ୍କ ସମେତ ଶତାଧିକ ପୋଲିସ ବାହିନୀ ଘଟଣାସ୍ଥଳରେ ଉପସ୍ଥିତ ଥିଲେ ଓ ସୁକିନ୍ଦାଗଡ଼ର ରାମସେନାର ଅନେକ କାର୍ଯ୍ୟକର୍ତ୍ତା ସେବା କାର୍ଯ୍ୟରେ ନିୟୋଜିତ ଥିବା ଦେଖିବାକୁ ମିଳିଥିଲା। जय जगन्नाथ।